ଏହି କାହାଣୀଟି ହେଉଛି ଗୋଟିଏ ଦିବ୍ୟାଙ୍ଗ ଝିଅର କାହାଣୀ। ଝିଅଟିର ନାଁ ହେଉଛି ରିମି। 3 ବର୍ଷ ବୟସରେ ପୋଲିଓର ଶିକାର ହୋଇ ତାଙ୍କ ଗୋଡ଼ ଦୁଇଟି କାମ କରୁନଥିଲା। ଏସବୁ ଦେଖି ଗାଁ ଲୋକେ କହୁଥିଲେ ଏ ଝିଅ ଆଜୀବନ ତା ବାପା ମା ଉପରେ ଭରସା କରି ବଞ୍ଚିବ। କିନ୍ତୁ ରିମି ତାଙ୍କର ଜୀବନ ଗାଥା କେବଳ ଦୟା ଆଉ ସମ୍ବେଦନାରେ ଅଟକାଇ ରଖିନଥିଲେ। ରିମି ଛୋଟବେଳୁ ବହୁତ ଧୀର ଓ ସାହସୀ ଥିଲେ। ଗୋଡ଼ କାମ କରୁନଥିଲେ ମଧ୍ୟ ହାତ ସାହାଯ୍ୟରେ ସେ ବିଦ୍ୟାଳୟ ଯାଉଥିଲେ। ତାଙ୍କ ମା ସବୁବେଳେ ତାଙ୍କୁ କହୁଥିଲେ ତୋ ଗୋଡ଼ ନ ଚାଲିଲେ କ'ଣ ହେଲା, ତୋ ମନ ତ ଚାଲୁଛି, ଏହା ହିଁ ତ ଶକ୍ତି। ସ୍କୁଲରେ ଶିକ୍ଷକମାନେ ମଧ୍ୟ ମନା କରୁଥିଲେ, କହୁଥିଲେ କି ରିମି ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରୁ କମ୍ ଅଛି। କିନ୍ତୁ ରିମି ନିଜ ମନ ଭିତରେ ଦୃଢ଼ ଥିଲେ। ଗୋଟେ ଦିନ ରିମି ସ୍କୁଲରେ ଏକ କମ୍ପ୍ୟୁଟର ଦେଖିଲେ। ତାଙ୍କ ମନରେ ନୂଆ ସ୍ୱପ୍ନ ଜନ୍ମ ନେଲା। ସେ ମନରେ ଚିନ୍ତା କଲେ ମୁଁ ଏହି ଯନ୍ତ୍ରକୁ ବୁଝିବି, ଏହା ସହିତ ଅନ୍ୟର ଆଉ ମୋ ଜୀବନ ଶ୍ରେଷ୍ଠ କରି ଗଢ଼ି ତୋଳିବି। ଏହାପରେ 3 ବର୍ଷ ଧରି ମୋବାଇଲ ଆପ୍ସ, ୟୁଟ୍ୟୁବ ଓ ନିଃଶୁଳ୍କ ଅନଲାଇନ୍ କୋର୍ସ ଦ୍ୱାରା ପାଇଥନ୍, ଜାଭାସ୍କ୍ରିପ୍ଟ ଶିଖିଲେ। ଗାଁ ଲୋକେ ତାଙ୍କୁ ଦେଖି କହୁଥିଲେ କି ତୁ ଝିଅଟେ କମ୍ପ୍ୟୁଟର ଶିଖି କ'ଣ କରିବୁ, ଝିଅ ଜନ୍ମ ତ ଚୁଲି ମୁଣ୍ଡକୁ। କିନ୍ତୁ ରିମି କାହାରି କଥାକୁ ଶୁଣି ଭାଙ୍ଗି ପଡ଼ିନଥିଲେ। ତାଙ୍କ ପାଖରେ ଲ୍ୟାପଟପ୍ ନଥିଲା। ତାଙ୍କର ଜଣେ ଶିକ୍ଷକ ରିମିର ଆଗ୍ରହ ଦେଖି ତାଙ୍କର ପୁରୁଣା କମ୍ପ୍ୟୁଟରଟି ଦେଇଥିଲେ। ଏହା ଥିଲା ରିମି ଜୀବନର ଟର୍ଣ୍ଣିଂ ପଏଣ୍ଟ। ଏକ ଅନଲାଇନ୍ ହ୍ୟାକାଥନ୍ରେ ଭାଗ ନେଇ ରିମି 3 ଦିନରେ ଏକ ଆପ୍ ତିଆରି କଲେ, ଯାହା ଦିବ୍ୟାଙ୍ଗ ଲୋକମାନେ ସହଜରେ ସରକାରୀ ସହାୟତା ଆବେଦନ କରିପାରିବେ। ଏହି ଆପ୍ ଦେଖି ଜଣେ ଷ୍ଟାର୍ଟଅପ୍ ତାଙ୍କୁ ଅଫର ଦେଲେ। ଏହା ଥିଲା ତାଙ୍କର ପ୍ରଥମ ସଫ୍ଟୱେୟାର ଇଞ୍ଜିନିୟର ଚାକିରି। ରିମିଙ୍କ ଖୁସି କହିଲେ ନ ସରେ। ରିମି ଏବେ ନିଜର ଭରଣପୋଷଣର ଦାୟିତ୍ୱ ସହିତ ପରିବାରକୁ ବି ଆର୍ଥିକ ସାହାଯ୍ୟ କରୁଥିଲେ। ତାଙ୍କର ସ୍ୱପ୍ନ ସାକାର ହେଲା। ସେ ଏବେ ଦିଲ୍ଲୀରେ ଥିବା ଏକ ବଡ଼ ଟେକ୍ ଫର୍ମରେ ଇଞ୍ଜିନିୟର। ସେ ଦିନବେଳେ 8 ଘଣ୍ଟା ଡ୍ୟୁଟି କରୁଥିଲେ ଓ ସନ୍ଧ୍ୟାବେଳେ ଅନ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଫ୍ରି କୋଡ଼ିଂ କ୍ଲାସ୍ ଦେଉଥିଲେ। ରିମି ପିଲାମାନଙ୍କୁ କହୁଥିଲେ ଆଜି ମୁଁ ଯଦି ଶିଖିପାରିଛି ତୁମେ ମଧ୍ୟ ଶିଖିପାରିବ। ମନରେ ନିଷ୍ଠା ଆଉ ଧୈର୍ଯ୍ୟର ସହିତ କାମ କଲେ କିଛି ବି ଅସମ୍ଭବ ନୁହେଁ। ଅପାଙ୍ଗତା ଶରୀରରେ ଥାଏ, ମନରେ ନୁହେଁ। ରିମି ଆମକୁ ଏହି ଶିକ୍ଷା ଦିଏ ଯେତେ ବାଧା ଥିଲେ ମଧ୍ୟ ମନର ଶକ୍ତି ଯଦି ଦୃଢ଼ ଥାଏ ତେବେ ସମ୍ଭବ ଅସମ୍ଭବକୁ ମାରିଦେଇପାରେ। ଶରୀର ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ବି ସବୁଠାରେ ଶ୍ରେଷ୍ଠ ହୋଇପାରେ ଯଦି ସ୍ୱପ୍ନ ଏବଂ ସଂଘର୍ଷ ରହିଥାଏ।